ସମ୍ବଲପୁର ଶ୍ରୀ ଅରବିନ୍ଦ ସ୍କୁଲରେ 29 ଫେବୃଆରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦେଖନ୍ତୁ। ଯେଉଁମାନେ ଆମେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ସହିତ ଜଡ଼ିତ ସେମାନଙ୍କ ପାଇଁ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିବସ। ଆମେ ଜାଣିଛୁ 1950 ମସିହା ଡିସେମ୍ବର 5 ତାରିଖରେ ଶ୍ରୀ ଅରବିନ୍ଦ ତାଙ୍କର ଶରୀର ତ୍ୟାଗ କରିଥିଲେ ଅତିମାନବ ଶକ୍ତିକୁ ଅବତରଣ କଲେ। ଯେଉଁ ସମୟରେ ସେ ଅତିମାନବ ଶକ୍ତି ଅବତରଣ କରିଥିଲା ସେହି ସମୟରେ ଏହି ପୃଥିବୀର ବାତାବରଣ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇନଥିଲା। ସେଥିପାଇଁ ଶ୍ରୀ ଅରବିନ୍ଦ ତାଙ୍କର ଯେଉଁ ଶରୀରକୁ ପ୍ରସ୍ତୁତ କରିଥିଲେ ଅତିମାନବ ଶରୀରରେ ସେହି ଶରୀରରେ ସେହି ଶକ୍ତି ଅବତରଣ କରିଥିଲା ଏବଂ ଶ୍ରୀ ଅରବିନ୍ଦଙ୍କୁ ତାଙ୍କର ପାର୍ଥିବ ଶରୀର ତ୍ୟାଗ କରିବାକୁ ପଡ଼ିଥିଲା। ଅର୍ଥାତ୍ ପୃଥିବୀ ପୃଷ୍ଠକୁ ଆସିଲା ପରେ ଶକ୍ତି ଗୋଟେ ବାତାବରଣ ଖୋଜିବ। ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ଶରୀରରେ ସେ ଅବତରଣ କଲା ପରେ ଶ୍ରୀ ଅରବିନ୍ଦ ଦେହ ତ୍ୟାଗ କଲେ ଏବଂ ସେହି ଶକ୍ତି ମାଙ୍କ ଶରୀରକୁ ପ୍ରବେଶ କଲେ। ଅର୍ଥାତ୍ ମା ଧାରଣ କଲେ ସେହି ଶକ୍ତିକୁ ଏବଂ 1956 ମସିହାରେ ଏହି ଶକ୍ତି ସମଗ୍ର ପୃଥିବୀରେ ଅର୍ଥାତ୍ ସମଗ୍ର ପୃଥିବୀରେ ଯେତେ ଜୀବଜଗତ ରହିଛି ଯେତେ ମାନବ ରହିଛନ୍ତି ସମସ୍ତଙ୍କ ଭିତରେ ଏହି ଶକ୍ତି ଜାଗ୍ରତ ଭାବରେ କାମ କରୁଛି। କିନ୍ତୁ ଆମ ସମସ୍ତଙ୍କ ଭିତରେ କାମ କରି ମୋ ନାଁ ହେଉଛି ମନୋରଞ୍ଜନ ପଟ୍ଟନାୟକ। ମୁଁ ଆମର ଏ ଯେଉଁ ମାତୃନିବାସ ଶ୍ରୀ ଅରବିନ୍ଦ କର୍ମ ମନ୍ଦିର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଛି ତାର ପରିଚାଳନା କମିଟିର ସମ୍ପାଦକ ଅଛି। ଆଜି ଆମର ଯେଉଁ ଦର୍ଶନ ଦିବସ ଗୁଡ଼ାକ ପାଳନ କରାଯାଏ ସାରା ଭାରତ କିମ୍ବା ୱାର୍ଲଡ଼ରେ ସେଇଟା ହେଉଛି ମାନେ ଆମର ଅଗଷ୍ଟ 15, ଫେବୃଆରୀ 21, ନଭେମ୍ବର 24, ଏପ୍ରିଲ 24 ଏମିତି 4ଟି ପାଳନ କରାଯାଏ। ଆଉ ଏଇଟା ହେଉଛି ଗୋଟେ ବିଶେଷ ଦିନ। ଫେବୃଆରୀ 29 ତାରିଖ ମାନେ 4 ବର୍ଷରେ ଥରେ ଆସେ। ଏଦିନ ଶ୍ରୀ ଅରବିନ୍ଦ ମାଙ୍କର ଯେଉଁ ସାଧନା ଯୋଗ ତାର ସର୍ବଶ୍ରେଷ୍ଠ ସିଦ୍ଧି ଯେଉଁ ଅତିମାନସ ଶକ୍ତି ତାର ଅବତରଣ କରିଥିଲା ବୋଲିକରି କୁହାଯାଏ। ଡେସେଣ୍ଟ ଅଫ୍ ସୁପରମେଣ୍ଟାଲ ଲାଇଟ୍ ପଣ୍ଡିଚେରୀର ପ୍ଲେଗ୍ରାଉଣ୍ଡରେ ମା ଯେତେବେଳେ ଥିଲେ 1956 ମସିହା ଫେବୃଆରୀ 29 ତାରିଖରେ ଏ ଶକ୍ତି ଆଉ ଜ୍ୟୋତି ଅବତରଣ କରିଥିଲା ପୃଥିବୀର ବାତାବରଣ ଭିତରେ। ଆଉ ସେଇ ଦିନରୁ ଆଜି ପର୍ଯ୍ୟନ୍ତ ଆଜିକୁ ୟାକୁ ଏକ ଗୋଲ୍ଡେନ୍ ଡେ ବା ଡେ ଅଫ୍ ଦ ଲର୍ଡ଼ ଯେଉଁଟା ମା ନାମକରଣ ଦେଇଛନ୍ତି ସେଇଟା ପାଳନ କରାଯାଏ। ଧନ୍ୟବାଦ।